जय जय श्री जगन्नाथ, जय जय श्री जगन्नाथ, जय जय श्री जगन्नाथ। प्रिय दर्शक बंधु, आज किसी ओडिया भागवतर भगवानंकर मुख निसृत अमृतवाणी पाठ करिबा एवं एक कली जुग भवसागर मोक्ष प्राप्ति होबा एवं भगवानंकर कृपा लाभ पाइबा। चलंतु देखिबा आजिर ये शुभ मुहूर्त में ओडिया भागवतर भगवानंकर मुख निसृत अमृतवाणी पाठ करिबा एवं यह पाठ करी जीवन को धन्य मन करिबा एवं प्रतिदिन श्रद्धार सहित भक्तिर सहित जी ओडिया भागवत पाठ करे किंबा श्रवण करे से निश्चित भाव रे कली काल उद्धार पाइब बा भगवत कृपा लाभ करिवो एथिरे संदेह नहीं। चलतु देखा आज शुभ मुहूर्त किसी भगवान मुख निसृत अमृतवाणी पाठ करवा। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। ओम कृष्णाय वासुदेवाय हरे परमात्मने प्रणत क्लेशनाशाय गोविंदाय नमो नमो। प्रिय दर्शक बंधु, आज किसी ओडिया भागवतर भगवानंकर मुख निसृत अमृतवाणी पाठ करिबा। परम शास्त्र भागवत अभ्यास करुथिव नित्र ये परम शास्त्र, या ऊर्ध्व आउ किछि नाही। यह प्रतिदिन श्रद्धार सहित भक्तिर सहित पाठ करी ए कली जुग भवसागर उद्धार हुंतु। चलंतु देखिबा आजिर किछि भगवानंकर मुख निसृत अमृतवाणी। ओम नमो भगवते वासुदेवाय। तुमेव माता च पिता तुमेव बंधुश्च सखा तुमेव विद्या द्रविणं तुमेव सर्व मम देव देव। ओम नमो भगवते वासुदेवाय। नीलाद्रो शंख मध्ये शतदल कमले रत्न सिंहासनस्थं सर्वालंकार युक्त नवघन रुचिर संयुक्त चाग्रजेन भद्रायं वामभागे रथचरण द्युति ब्रह्म रुद्रेन्द्रसेव्यं देवाना सारमिशं सोजन परिवृत ब्रह्मदारु स्मरामि। ओम नमो भगवते वासुदेवाय। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयते। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानंद माधवं। प्रिय दर्शक बंधु, ओडिया भागवत श्रद्धार सहित भक्तिर सहित पाठ करंतु एवं एक कली जुग भवसागर उद्धार हुंतु।
ଚାଲନ୍ତୁ ଦେଖିବା ଆଜିର ଓଡ଼ିଆ ଭାଗବତର ନବମ ସ୍କନ୍ଧ ଏକାଦଶ ଅଧ୍ୟାୟ। ଶ୍ରୀ ଶୁକ ଉବାଚ। ସେ ରାମ ରାଜ୍ୟ ହୋଇ ରାଜା, ଆନନ୍ଦେ ପାଳେ ଜନ ପ୍ରଜା। ଉତ୍ତମ କଳ୍ପେ ଯଜ୍ଞ କଲେ, ବଶିଷ୍ଠ ଆଦି ମୁନି ତୁଲେ। ବିପ୍ରଙ୍କୁ ଚାରି ବେଦୁ ବରି, ଦକ୍ଷିଣା ଦେଲେ ଚିତ୍ତ ଭରି। ଭୂମିକୁ କରି ଚାରି ଭାଗେ, ଦକ୍ଷିଣା ଦେଲେ ଅନୁରାଗେ। ହୋତାଙ୍କୁ ପୂର୍ବ ଦିଗ ଦେଲେ, ଅଧୂର୍ଯ୍ୟ ପଶ୍ଚିମ ବରିଲେ। ଉତ୍ତର ଦିଗେ ସମାଗାନେ, ଆଚାର୍ଯ୍ୟ ଦକ୍ଷିଣା ପ୍ରଦାନେ। ବ୍ରାହ୍ମଣ ଦେଇ ଚାରି ଦେଶ, ଅଯୋଧ୍ୟା ରହେ ଅବଶେଷ। ସୀତା ସହିତେ ରଘୁପତି, ଆଚରି ଗୃହସ୍ଥଙ୍କ ଗତି। ଓಂ ନମୋ ଭଗବତେ ବାସୁଦେବାୟ। ଅନେକ ବସ୍ତ୍ର ରତ୍ନ ଧନେ, ସନ୍ତୋଷ କରି ସର୍ବଜନେ। ଆଚରି ଗୃହ ମେଧି ଧର୍ମ, ଗୃହେ ବିହିତ ଯେତେ କର୍ମ। ବ୍ରାହ୍ମଣେ ଶୁଣି ରାମ କଥା, ଶ୍ରୀରାମ ପାଦେ କଲେ ଚିନ୍ତା। ରାମର ନିକଟ ମିଳିଲେ, ଅନେକ ସ୍ତୁତି ବାକ୍ୟ କଲେ। କହିଲେ ପ୍ରୀତି ଭାବ ବହି, ଭୂନାଥ ତୋର ପୁତ୍ର ନାହିଁ। ଆମ୍ଭେ କହିଲୁ ବେଦ ଧର୍ମ, ତୋତେ ନ ଜାଣି ମତି ଭ୍ରମ। ଏମନ୍ତେ କିଛି ଦିନ ଗଲା, ଶୁଣ ଗୋବିନ୍ଦର ଲୀଳା। ଦିନକ ରାମ ରାତ୍ର କାଳେ, ବୁଲନ୍ତି ନିଜ ଭୃତ୍ୟ ମେଳେ। ଯଶ ଔଷଧ କେବା ଚିନ୍ତେ, ଏମନ୍ତ ବିଚାରି ଗୁପତେ। ଶୁଣିଲ ଏକ ବୃଦ୍ଧାଶ୍ରମେ, ପତ୍ନୀକୁ ବୋଲେ ଗୁରୁ ତମେ। ତୁ ଦୁଷ୍ଟ ନାରୀ ଗୃହ ଯାଅ, ମୁଁ ନ ଛୁଇଁବି ତତ ଦେହ। ଅସତୀ ପର ଗୃହାଶ୍ରମୀ, ମୁଁ ନୁହେଁ ରାମ ପରି କାମୀ। ସେ ଯତ୍ନେ ସୀତା ଘେନି ଘରେ, ଆନନ୍ଦେ ଗୃହାଶ୍ରମ କରେ। ହେମନ୍ତ ଶୁଣି ତାର ମୁଖେ, ଗୃହେ ମିଳିଲେ ମନ ଦୁଃଖେ। ଓಂ ନମୋ ଭଗବତେ ବାସୁଦେବାୟ। ଶୁଣି ସେ ଲୋକ ଅପବାଦ, ଚିନ୍ତା ପୀଡ଼ିତ ରାମ ହୃଦ। ପ୍ରିୟାର ଗର୍ଭବାସ ଦେଖି, ତାର ବିଚ୍ଛେଦ ହୋଇ ଦୁଃଖୀ। ଏ ଲୋକ ଅପବାଦ ଭୟ, କରିବି କେବଳ ଉପାୟ। ଲକ୍ଷ୍ମଣେ ରାଇ ରଘୁନାଥ, ତା ସଙ୍ଗେ ଭାଳିଲେ କେମନ୍ତ। ବୋଇଲେ ସୀତାଙ୍କୁ ବିପିନେ, ନିବସି ଆସ ତୁ ବହନେ। ତକ୍ଷଣେ ରାମ ଆଜ୍ଞା ପାଇ, ସୀତାଙ୍କୁ ବନେ ନିବସଇ। ବେନି କୁମର ଜାତ ବନେ, ସେ ମିଳେ ବାଲ୍ମୀକି ସ୍ଥାନେ। ବାଲ୍ମୀକି ଜାତ କର୍ମ କଲେ, ପୁତ୍ର ଦୁହିଁଙ୍କୁ ନାମ ଦେଲେ। ପ୍ରଥମ କୁଶ ନାମ ଖ୍ୟାତ, ଅନ୍ୟ ଲବ ନାମେ ବିହିତ। ନିଜ କୁଟୀରେ ଦେଲେ ସ୍ଥାନ, ପୁତ୍ରଙ୍କୁ କରନ୍ତି ପାଳନ। ରାମ ଆଗମ ଶୁଣି କର୍ଣ୍ଣେ, ତକ୍ଷଣେ ବରୁଣ ଭୁବନେ। ଜାନକୀ ହୋଇଲେ ପ୍ରବେଶ, ମନେ ଅନେକ କରି ରୋଷ। ସୀତାର ନ ପାଇ ଉଦ୍ଦେଶ୍ୟ, ରାମ ଚଳିଲେ ନିଜ ଦେଶ। ଅଙ୍ଗଦ ଚିତ୍ରକେତୁ ଦୁଇ, ଲକ୍ଷ୍ମଣ ବୀର୍ଯ୍ୟ ଜନ୍ମ ହୋଇ। ଭରତ ସୁତ ବେନି ଭାଇ, ତକ୍ଷ ପୁଷ୍ପକ ନାମ ବହି। ସୁବାହୁ ସ୍ରୋତ ସେନ ବୀର, ହୋଇଲେ ଶତ୍ରୁଘ୍ନ ବିଜର। ଭରତ ଦିଗ ବିଜେ କରି, କୋଟି ଗନ୍ଧର୍ବ ବଳ ମାରି। ଓಂ ନମୋ ଭଗବତେ
ବାସୁଦେବାୟ। ଯୁଦ୍ଧେ ପାଇଲେ ଧନ ଯେତେ ଦେଲେ ସେ ରାମର ଅଗ୍ରତେ। ଶତ୍ରୁଘ୍ନ ଦିଗ ବିଜେ କରି ଲକ୍ଷ୍ମଣ ମଧୁପାତ୍ର ମାରି ଲକ୍ଷ୍ମଣ ମଧୁପୁତ୍ର ମାରି ମଥୁରାପୁରେ ମଧୁବନେ କରି ସ୍ଥାପିଲା ପ୍ରଜାଜନେ। ରାମ ଯେ ଜାନକୀ ବିଷାଦେ ମନନ କଳ୍ପେ ରାଜପଦେ। ସୀତାର ଗୁଣ ଚିନ୍ତି ମନେ ନିଦ୍ରାନ ମାଡ଼ ଇନୟନେ। କୁଣ୍ଠ କୁଣ୍ଠିତ ଶୋକ ଭରି ଚିତ୍ତକୁ ନ ପାରନ୍ତି ଧରି। ସ୍ତ୍ରୀ ପୁରୁଷ ସଙ୍ଗ ଏଇ କେଶଏ ନର ଦେହ ବହି। ସେଦିନୁ ବ୍ରହ୍ମଚର୍ଯ୍ୟ କରି ରାମ ହୋଇଲେ ବନଚାରି। ଶତ ସହସ୍ର ତ୍ରୟୋଦଶେ ନିରତେ ବ୍ରହ୍ମଚାରୀ ବେଶେ। ଅଖଣ୍ଡ ଅଗ୍ନିହୋତ୍ର କଲେ ବଶିଷ୍ଠ ଆଦି ମୁନି ତୁଲେ। ଦକ୍ଷିଣା ଦେଇ ତୋଷ ଚିତେ ରାମ ମିଳିଲେ ନିଜ ପଥେ। ସଂସାରେ ଥୋଇ ନିଜ ଯଶ ହୋଇଲେ ସ୍ୱଧର୍ମ ପ୍ରବେଶ। ଓಂ ନମଃ ଭଗବତେ ବାସୁଦେବାୟ। ବୋଲନ୍ତି ଶୁକ ବ୍ରହ୍ମ ଋଷି ଶୁଣ ହେ ରାଜା କୁରୁବଂଶୀ। ରାମଚରିତ ତୋ ଗ୍ରତେ ସଂକ୍ଷେପୀ କହିଲି ମୁଁ ତୋତେ। ଓಂ ନମଃ ଭଗବତେ ବାସୁଦେବାୟ। ଯେହା ଶ୍ରବଣେ ଶୁଣନ୍ତି ଦୁର୍ଗମ ସଙ୍କଟ ଉତ୍ତରନ୍ତି। ବୋଲୋଇ ବିପ୍ର ଜଗନ୍ନାଥ ନବମ ସ୍କନ୍ଧେ ଭାଗବତ। ରାମଚରିତ ପୁଣ୍ୟ କଥା ଯେଣେ ଖଣ୍ଡିବ ଭବ ବ୍ୟଥା। ଇତି ଶ୍ରୀମଦ୍ମହାଭାଗବତେ ମହାପୁରାଣେ ପରମହଂସ୍ୟାଂ ସଂହିତାୟାଂ ବୈଶିକ୍ୟାଂ ନବମ ସ୍କନ୍ଧେ ଶ୍ରୀରାମଚରିତେ ନାମ ଏକାଦଶୋଧ୍ୟାୟ। ଓಂ ନମଃ ଭଗବତେ ବାସୁଦେବାୟ। ପ୍ରିୟ ଦର୍ଶକ ବନ୍ଧୁ, ଏ ହେଉଛି ଓଡ଼ିଆ ଭାଗବତ। ଏହାକୁ ପ୍ରତିଦିନ ଶ୍ରଦ୍ଧାର ସହିତ ଭକ୍ତିର ସହିତ ପାଠ କରି ଭଗବାନଙ୍କର କୃପା ଲାଭ କରନ୍ତୁ ଏବଂ ଏ ମାୟା ସଂସାରରୁ ଏ କଳିଯୁଗ ଭବସାଗରରୁ ଉଦ୍ଧାର ପାଆନ୍ତୁ। ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ।